ରାଇରଙ୍ଗପୁରରେ 39ତମ ମା ବାସନ୍ତୀ ପୂଜା ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି। ରାଇରଙ୍ଗପୁର ସହରର ଡାକ୍ତରଖାନା ଛକରେ ମା ବାସନ୍ତୀ ପୂଜା କମିଟି ତରଫରୁ 39ତମ ସାର୍ବଜନୀନ ମା ବାସନ୍ତୀ ପୂଜା ଧୁମଧାମରେ ପାଳନ କରାଯାଉଛି। ରବିବାର ଷଷ୍ଠୀରେ ବିଲାଧି ପାସ ଓ କର୍ମ ମଣ୍ଡପ ସଂସ୍କାର, ସପ୍ତମୀ ସୋମବାର ଦିନ କଳସ ଯାତ୍ରା ଓ ମା ବାସନ୍ତୀଙ୍କ ପୂଜାରମ୍ଭ ଅନୁଷ୍ଠିତ ହୋଇଥିଲା। ଆଜି ମଙ୍ଗଳବାର ଦିନ ପବିତ୍ର ଅଶୋକାଷ୍ଟମୀ ପୂଜା, ମହାସ୍ନାନ, ଚଣ୍ଡୀ ପାଠ, ହୋମ ପରେ ସିନ୍ଧି ପୂଜା, ବଳି, ସିନ୍ଧି ପୂଜା ସମାପନ, ସନ୍ଧ୍ୟାରେ ଆଳତୀ ଓ ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ବୁଧବାର ଦିନ ରାମନବମୀ ପୂଜା, ହୋମ ଯଜ୍ଞ ଓ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଗୁରୁବାର ଦିନ ଦଶହରା, ଅପରାଜିତା ପୂଜା ଓ ବିସର୍ଜନ ବିଧାନ କରାଯିବ। ନିରଞ୍ଜନ ଗୋଆଲ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ଓ ତାଙ୍କ ସହଯୋଗୀ ନନାମାନେ ପୂଜାର୍ଚ୍ଚନା ରୀତିନୀତି ଅନୁସାରେ କରୁଥିଲେ। କମିଟି ତରଫରୁ ଖିଚୁଡ଼ି, ଅନ୍ନପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ହଜାର ହଜାର ଶ୍ରଦ୍ଧାଳୁମାନେ ଆସି ମାଙ୍କ ମନଲୋଭା ମୃଣ୍ମୟୀ ଦର୍ଶନ କରି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବା ସହ ପରିବାର ଓ ସମାଜର ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲେ। ସମଗ୍ର ଅଞ୍ଚଳ ଏକ ଶକ୍ତିମୟୀ ପରିବେଶ ହୋଇ ଉଠିଛି। କମିଟି ସଦସ୍ୟ ଗତିକୃଷ୍ଣ ମହାନ୍ତ, କାହ୍ନା ମହାନ୍ତ, ସାଧୁ ପଟ୍ଟନାୟକ, ବିଟଲ ମହାନ୍ତି, ଉଜ୍ଜ୍ୱଳ ମହାନ୍ତି, ଲାଲା ମହାନ୍ତି, ବାବୁ ମହାନ୍ତି, ମାନସ ମହାନ୍ତି, ସମୂଲ୍ୟ ମହାନ୍ତ, କାଳୀଚରଣ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ଦୀପକ ପଟ୍ଟନାୟକ, ଜମ୍ବୁ ପରିଡ଼ା, ଜିତୁ ମହାନ୍ତି, ଶୁଭଚିନ୍ତନ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ରାଇରଙ୍ଗପୁର ଅକ୍ଷୟ ବିଶ୍ୱାଳଙ୍କ ରିପୋର୍ଟ, BE ନ୍ୟୁଜ ଓଡ଼ିଶା।